କର୍ମଫଳ ଆମେ ପ୍ରତି ସମୟରେ ଯେଉଁ କର୍ମ କରୁଛେ, କର୍ମ ଅର୍ଥାତ୍ ଆମର ସୋଚ ବୋଲ ବ୍ୟବହାର ଦ୍ୱାରା ଯେଉଁ କର୍ମ ହେଉଛି ତାହାର ଫଳ ଆମେ ନିଶ୍ଚିତ ରୂପରେ ପାଉଛେ। ଆମେ ଯେ ବର୍ତ୍ତମାନ ପରିସ୍ଥିତିରେ ଅଛେ, ଆମର କ୍ରିୟମାଣ ସଞ୍ଚିତ ପ୍ରାରବ୍ଧ ଏ କର୍ମକୁ ନେଇକରି ହିଁ ଆମେ ଫଳ ପାଉଛେ। ଆମେ ଯେ ଋଣାନୁବନ୍ଧ ଅଛେ ପରିବାରରେ ସ୍ତ୍ରୀ ପୁତ୍ର କନ୍ୟା ଏସବୁ ପ୍ରାରବ୍ଧର କର୍ମକୁ ଘେନିକିରି ଆମେ ପ୍ରାପ୍ତ ହେଇଛେ। ଆମେ ସବୁବେଳେ ଚିନ୍ତନ କରିବା ଆମର ପ୍ରତି ଷ୍ଟେପ୍ରେ ଜଣଙ୍କର ଉପକାର କରିବା, ଜଣଙ୍କର ଭଲ ଚିନ୍ତନ କରିବା, ଜଣକୁ ମଧୁର କଥା କହିବା। ଆମର ପରିବାର ଭିତରେ ହେଉ, ଆମ କର୍ମ ଭିତରେ ହେଉ, ପ୍ରତି କ୍ଷଣ କର୍ମ ଲିପିବଦ୍ଧ। ଆମକୁ ସଂସାରକୁ ପଠେଇଛନ୍ତି, ଗୋଟେ ନାଟକ ରୂପେ ଆମେ ଅଭିନୟ କରୁଛେ। ଆମେ ଆସିଛେ ଖାଲି ହାତରେ, ଯାଉଛେ ଖାଲି ହାତରେ, କିନ୍ତୁ କର୍ମ ନେଇକରି ଆସିଛେ, କର୍ମ ନେଇକରି ଯିବା। ଯେଉଁ କର୍ମର କରୁଛେ ଆମେ ଗୋଟେ ଷ୍ଟେପ୍ ପକାଇଲେ, ସେ ଷ୍ଟେପ୍ରେ ଭଲ ଚିନ୍ତନ ଅଛି, ଖରାପ ଚିନ୍ତନ ଅଛି। ଜଣ ମନ ଭିତରେ ଗୋଟେ ଏମିତି ଖୁସି ବାତାବରଣ ସୃଷ୍ଟି କରନ୍ତୁ ନା, ତାର ଧୂଆଁ, ତାର ଆନ୍ତରିକ ଭିତରେ ଯେଉଁ ଆପଣଙ୍କ ପ୍ରତି ଯେଉଁ ସଦିଚ୍ଛା ଆପଣଙ୍କୁ ଉପରକୁ 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 ନେବ। ଜଣକୁ ଯଦି କଷ୍ଟ ଦେବା, ଜଣକୁ ଯଦି ପୀଡ଼ା ଦେବା, ତାର ପରିଣାମ ହଠାତ୍ ଭୋଗ ନ ହେଇପାରେ, କିନ୍ତୁ ଅବଶ୍ୟ। ଏଣୁ ଆମର ଘର ଭିତରେ ହେଉ, ଘର ବାହାରେ ହେଉ, ବିଭିନ୍ନ ସ୍ଥାନରେ ଯେଉଁ କର୍ମ କରିଚାଲିଛେ ବା ସମୟଟାକୁ ବିତେଇ ଚାଲିଛେ, ସେ ସମୟରେ ପ୍ରଭୁଙ୍କର ସାନ୍ନିଧ୍ୟ ଉପଲବ୍ଧି କରନ୍ତୁ ଏବଂ ସବୁବେଳେ ସତ୍କର୍ମ କରିବା ପାଇଁ ଚିନ୍ତନ କରନ୍ତୁ, ମଧୁର ଆଭାସ ପ୍ରକାଶ କରନ୍ତୁ। ଦେଖିବେ ନା ଆପଣ ଜଣେ